ମୋ ସହିତ ଅଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ସାର୍। ମୁନ୍ନା ଖାଁ ଆଜି ପହଞ୍ଚିଲେ ଏୟାରପୋର୍ଟରେ। ଗଣମାଧ୍ୟମ ତାଙ୍କୁ ଏକଥା ପଚାରିଲା ଯେ କୋଉ ଭଳି ପରିସ୍ଥିତି ବର୍ତ୍ତମାନ ରହିଛି ଏବଂ କାହିଁକି ମତ ଚେଞ୍ଜ ହେଲା। ମୁନ୍ନା ଖାଁ କହୁଛନ୍ତି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ସସ୍ମିତ ବାବୁଙ୍କର ଏଇ ଟ୍ୱିଟ୍ ଦେଖି ସାରିଲା ପରେ। ମୁଁ ତାଙ୍କୁ ଖୋଜିଲି ପାଇଲିନି, କଲ୍ କଲି ସେ ଉଠେଇଲେନି ଏବଂ ଯଦି କାହାର ବିଜେପିକୁ ଯିବାର ଅଛି ସେ ଯାଆନ୍ତୁ, ଏଭଳିଆ ଦୋମୁହା ନୀତି ଏଠି ଚଳିବନି। ଏବଂ ସେ ସିଧାସଳଖ ନବୀନ ନିବାସ ଯାଇଛନ୍ତି ଏବଂ କହୁଛନ୍ତି ନବୀନ ବାବୁଙ୍କର ଆଦେଶ ଥିଲା, ମୁଁ ରାଲି କରିଥିଲି, ଇଫତାର ପାର୍ଟିରେ ଆମେ କଥା ହେଇଥିଲୁ, ସଂସଦୀୟ କମିଟିର ବୈଠକରେ କଥା ହେଇଥିଲୁ, ତାପରେ ଏଭଳି ମତ କାହିଁକି ରଖିଲେ ସସ୍ମିତ ପାତ୍ର। ସେ ଆଶ୍ଚର୍ଯ୍ୟ ହେଉଛନ୍ତି, ତାଙ୍କୁ ସମାଲୋଚନା କରିଛନ୍ତି ଏବଂ କଟାକ୍ଷ କରି କହିଛନ୍ତି ବା କଡା କାଉଣ୍ଟର କରି କହିଛନ୍ତି ଯଦି ବିଜେପିକୁ ଯାହାର ଯିବାର ଅଛି ସେ ଯାଆନ୍ତୁ। କଣ ଦେଖୁଛନ୍ତି ବର୍ତ୍ତମାନ ବିଜେଡିର ପରିସ୍ଥିତି କଣ ରହିବ? ନାଇଁ ମୁଁ ତ ଭାବୁଛି ମୁନ୍ନା ଖାଁଙ୍କ ବକ୍ତବ୍ୟ ଆଗରୁ ତ ଯାହା ସବୁ କୁହାଯାଉଥିଲା କିନ୍ତୁ ଆଜି ମୁନ୍ନା ଖାଁ କହିଦେଲା ପରେ ପୁରା ପରିସ୍ଥିତି ବହୁତ ସ୍ପଷ୍ଟ ହେଇଯାଇଛି ଯେ ଇଏ ଗୋଟାଏ ଉପର ସ୍ତରରେ ଗୋଟାଏ କିଏ ଡିଲ୍ କରିକି କାମ କରିଛି ଏବଂ ସେଥିରେ ସସ୍ମିତ ପାତ୍ରଙ୍କର ଗୋଟେ ବଡ ଭୂମିକା ଅଛି ଏବଂ ସସ୍ମିତ ପାତ୍ରଙ୍କୁ ଯେ ଏକୁଟିଆ ସେ ନିଷ୍ପତ୍ତି ନେଇଯିବେ ସେ କଥା କେବେ ବି ନୁହେଁ। ମୁଁ ସେଇଆ ବରାବର କହିଛି, କାରଣ ସିଏ ଏଭଳି ନେତା ନୁହନ୍ତି। ସିଏ ଜାଣିଛନ୍ତି ସେ ଗୋଟେ ଏପରି କରିଦେଲେ ସେ ଚଳିପାରିବେନି। ସେ ଦଳ ଭିତରେ କେହି ନୁହନ୍ତି। ସେ ହେଇପାରନ୍ତି ରାଜ୍ୟସଭାର ନେତା, କିନ୍ତୁ ପ୍ରକୃତରେ ଦଳରେ ତାଙ୍କର ସ୍ଥିତି କ'ଣ ବିଶେଷ ନାହିଁ। ତେଣୁ ସେ ନିଶ୍ଚିତ ଭାବରେ କାହା ନିର୍ଦ୍ଦେଶ ଅନୁସାରେ କାମ କରିଛନ୍ତି। ଏ ଡିଲ୍ କିଏ କରିଛି? ମୁଁ କହିଲି 2 ଜଣ ଲୋକ ଡିଲ୍ କରିପାରିବେ। ନବୀନ ପଟ୍ଟନାୟକ ହିମସେଲ୍ଫ କରିପାରିବେ, ନହେଲେ ବିକେ ପାଣ୍ଡିଆନ୍ କରିପାରିବେ। ଏବଂ ବିକେ ପାଣ୍ଡିଆନ୍ କଥାକୁ ଆମେ ଅନେକ ଭାବୁଛନ୍ତି ହେଇଥିବ। ଆପଣ ଦେଖନ୍ତୁ ଯେଭଳି ଭାବରେ ସୁଜାତାଙ୍କର ବିଆର୍ଏସ୍ ବନ 2 ଦିନ ଭିତରେ କ୍ଲିୟର ହେଇକି ଆସିଗଲା ଏବଂ ସେଇ ସାହସ ଅନେକ ଭାବୁଛନ୍ତି ସେଥିରେ ଗୋଟେ ଷଡ଼ଯନ୍ତ୍ର ଅଛି। କିନ୍ତୁ ସସ୍ମିତ ପାତ୍ରଙ୍କ ବିଷୟରେ ସିଧାସଳଖ ଭାବରେ ନବୀନ ପଟ୍ଟନାୟକ ତ ମୁହଁ ଖୋଲୁନାହାନ୍ତି। ମୁହଁ ଖୋଲିବା ଉଚିତ। ଦଳ ଏଭଳି ସଂକଟରେ ପଡ଼ିଲାଣି, ଦଳ ବିଭାଜିତ ଅବସ୍ଥାକୁ ଆସିଲାଣି। ଆଇଦର ନବୀନ ପଟ୍ଟନାୟକ ମୁହଁ ଖୋଲିବେ, ସସ୍ମିତ ପାତ୍ର ମଧ୍ୟ ନିଜର ଭୂମିକା ସ୍ପଷ୍ଟ କରିବା ଦରକାର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦଉଥିଲେ, ସେ କହୁଥିଲେ ଯେ ମୁଁ ତ ଚାହୁଁଛି ନବୀନ ବାବୁ ମୁହଁ ଖୋଲନ୍ତୁ। ନବୀନ ବାବୁ କଣ ଆଜ୍ଞା ମୁହଁ ଖୋଲିବେ? 1997 ମସିହା 98 ମସିହାରୁ ସେ ରାଜନୀତିକୁ ଆସିଲେଣି। ଇଏ ଆସି ହେଲାଣି ଆପଣଙ୍କର 2024-25 ହେଲାଣି। ୟାରି ଭିତରେ ନବୀନ ବାବୁଙ୍କୁ ଆପଣ ଦେଖିଛନ୍ତି କେବେ? ଆପଣ ବରିଷ୍ଠ ରାଜନେତା, ନବୀନ ବାବୁ ସାମ୍ନାକୁ ଆସିବା ନାଇଁ ଯେତେବେଳେ ଦରକାର ସେ କରିଛନ୍ତି। ଆପଣ ଦେଖନ୍ତୁ ଯେ ହେଇଥିଲା ପରିବହନକୁ ହାତ ମୁହଁ ଖୋଲିଲେ ନା ନାଇଁ? କେନ୍ତା କଥା କହିଥିଲେ ସେ? କହିଲେ ନା ନାଇଁ? ସେ କହିବେ କହିବାକୁ ବାଧ୍ୟ ହବ। ଇଏ ତ ଦଳର ସଂକଟର କଥା। ଦଳ ବିଭାଜିତ ହେଇଯିବ। ଦଳ ବିଭାଜନ ଦ୍ୱାର ଦେଶରେ ପହଞ୍ଚିଛି ବର୍ତ୍ତମାନ। ଏବଂ ନାଇଁ ମୁଁ କହିବା ଦେଖନ୍ତୁ ଆଜ୍ଞା, ସିଏ ମୁହଁ ଖୋଲୁନାହାନ୍ତି ଏବଂ ଇଏ ବିଦେଶ ଚାଲି ଯାଇଛନ୍ତି। ବିଦେଶ କ'ଣ? ବିଦେଶ ଯୋଉଠି ଗଲେ ମଧ୍ୟ ଦଳରେ ସଂକଟ ହେଇଛି। ସସ୍ମିତ ପାତ୍ରଙ୍କର ଏଇ ଟ୍ୱିଟ୍ ଯୋଗୁଁ ବା ସେକ୍ସ ଯୋଗୁଁ ଏଇ ସଂକଟ ହେଇଛି। ସେ କ'ଣ ଜାଣିନାହାନ୍ତି? ସେ ତ ସେଇ ଜାଗାରେ ମଧ୍ୟ କରିପାରନ୍ତା, ସ୍ପଷ୍ଟୀକରଣ ଦିଅନ୍ତେ। ତା ବି ଦଉନାହାନ୍ତି। ନବୀନ ପଟ୍ଟନାୟକ କହୁନାହାନ୍ତି। ତେଣୁ ଏଇଭଳି ସ୍ଥିତିରେ ମୁନ୍ନା ଖାଁଙ୍କ ବକ୍ତବ୍ୟ ପରେ ମୁନ୍ନା ଖାଁ ଯାଇଛନ୍ତି ଆଜି ନବୀନ ପଟ୍ଟନାୟକ ଭେଟିବା ପାଇଁ। କିନ୍ତୁ ଦଳ ବର୍ତ୍ତମାନ ଯୋଉ ଜାଗାରେ ପହଞ୍ଚିଛି, ଆଇଦର ଦଳ ନବୀନ ପଟ୍ଟନାୟକ ଖାଲି କହିଦେଲେ ବି ହବନି, ଦଳ ଗୋଟାଏ ବିଭାଜନ ଦ୍ୱାର ଦେଶରେ ପହଞ୍ଚିଛି। ଏବଂ ସସ୍ମିତ ପାତ୍ର କ୍ଷେତ୍ରରେ ମୁଁ ଆଉ ଗୋଟାଏ କଥା କହୁଛି, ଆଉ ଗୋଟେ ବଡ ଡିଲ୍ ତା ପଛରେ ଅଛି ବୋଲି ଭାବୁଛି ମୁଁ, ଯୋଉଟା କି ବର୍ତ୍ତମାନ ହୁଏତ ମୁଁ କହିବିନି, ମୋର ଗୋଟେ ଧାରଣା ହଉଛି ଏଇ ବିଜେପି ସାଙ୍ଗରେ ଡିଲ୍ କରିବା ପଛରେ ତାଙ୍କର ଆଉ ଗୋଟେ ମଧ୍ୟ ଗୋଟେ ବଡ ସ୍ୱାର୍ଥ ଥାଇପାରେ। କନ୍ଧମାଳ ଦଙ୍ଗା ଆଡକୁ ଇସାରା କରୁଛନ୍ତି କି? ନାଇଁ ମୁଁ ସେ କଥା ଇସାରା କରୁନି। ମୁଁ ଆଉ କିଛି ଜିନିଷ ଇସାରା କରୁଛି। ସେ ଯାଇ ହଉ, ସିଏ କିନ୍ତୁ ଏ ଘଟଣାରେ 3ଟି ଲୋକ ଭିତରେ ସୀମିତ ନିଶ୍ଚିତ ଭାବରେ। ସସ୍ମିତ ପାତ୍ର, ମୁଁ ଯାହା କହିଲି, ନବୀନ ପଟ୍ଟନାୟକ ବା ବିକେ ପାଣ୍ଡିଆନ, ଇଏ ନିଶ୍ଚିତ ଭାବରେ କଥା ଜଡ଼ିତ ହେଇକି ଅଛି। ଆପଣ ଦେଖନ୍ତୁ ଦଳ କେମିତି ବିଭାଜିତ ହେଇଗଲା ପୁରାପୁରି ଭାବରେ। ଯେତେବେଳେ ବିବେକର କଥା କହିଦେଲେ, ନେତା କହିଛନ୍ତି ଆମେ ବିରୋଧରେ ଭୋଟ ଦେବା, ବିବେକ କଥା କହିଲା ବେଳେ ଅଧା ଅଧା କେମିତି ହେଇଗଲା ପୁରାପୁରି। ଦେଖନ୍ତୁ ଦଳ, ତା ମାନେ ଦଳ ଭିତରେ କିଛି ଲୋକ ବିଜେପି ସହିତ ସମ୍ପର୍କରେ ଅଛନ୍ତି, ତା ମଧ୍ୟ ସ୍ପଷ୍ଟ ହେଇଗଲା। ଏଇଟା କ'ଣ ସ୍ପଷ୍ଟ ହେଲାନି? ଆଉ ଯୋଉମାନେ ଅଛନ୍ତି ସେମାନେ କାହା ସାଥିରେ ଅଛନ୍ତି, କୋଉ ଜାଗାରେ ଅଛନ୍ତି, କ'ଣ ସୁବିଧା ପାଉଛନ୍ତି, କ'ଣ ସୁବିଧା ପାଇବେ, ତା ମଧ୍ୟ ପରିଷ୍କାର ହଉଛି। ବିଜେପି ପାଖରୁ ଏବେ ବି ବିଜେଡିର ନେତା ମାନେ ଅନେକ ସୁବିଧା ପାଉଛନ୍ତି ନିଶ୍ଚିତ ଭାବରେ। ନହେଲେ ଏ କଥା କରୁନଥାନ୍ତେ, ପାଇବେ ବୋଲି ଭାବିଛନ୍ତି। ଆପଣ ଦେଖନ୍ତୁ ଗତ ନିର୍ବାଚନରେ ଆପଣ ଯଦି ଲକ୍ଷ୍ୟ କରିଥିବେ, ଗତ ନିର୍ବାଚନରେ ଏଇ କାଣ୍ଡ ଯୋଗୁଁ, ଏଇଭଳିଆ ଆଚରଣ ଯୋଗୁଁ
ଦଳ ନହେଲେ ବିଜେଡି ପରି ଗୋଟେ ଦଳ ଯେ କି ସାରା ଓଡ଼ିଶାରେ ଏତେ ଧରିବାର ଶକ୍ତି ଥିଲା କେମିତି ନିର୍ବାଚନରେ ପୁରା ପରାଜିତ ହେଲା ଲୋକସଭାରେ ଗୋଟିଏ ଆସନ ମିଳିଲାନି କାହିଁ ମିଳିଲାନି ଲୋକ କହିଲେ ଗୋଟା ଲୋକଙ୍କର ବିଶ୍ୱାସ ଆସିଲେ ଆଙ୍କୁ ଭୋଟ ଦେଇ କିଛି ଲାଭ ନାହିଁ ଆଙ୍କୁ ଭୋଟ ଦେବା ଅର୍ଥ ବିକେ ପାଣ୍ଡିଆନଙ୍କୁ ଭୋଟ ଦେବା ସହିତ ଆପଣଙ୍କୁ ଲାଗୁଛି ବିଜେଡିର ପରିସ୍ଥିତି ଯେମିତି ଆମେ ଏଇ ପଡୋଶୀ ରାଜ୍ୟରେ ଯଦି ଦେଖିବା ବାମପନ୍ଥୀ ସରକାର ଯୋଉଭଳି ଭାବେ ଦବଦବା ଜାହିର କରିଥିଲା ପଶ୍ଚିମବଙ୍ଗରେ ଏବେ ବାମପନ୍ଥୀ ସରକାର ବା ବାମପନ୍ଥୀ ସଂଗଠନ ଗୁଡ଼ିକର ଦଳ ଗୁଡ଼ିକର ନେତୃତ୍ୱ ହିଁ ନାହିଁ ପଶ୍ଚିମବଙ୍ଗରେ ସେଇଭଳି ବିଜୁ ଜନତା ଦଳ ବି ପୁରା ନେତୃତ୍ୱହୀନ ହେଇଯିବ ବିଏସପି ଭଳିଆ ହେଇଯିବ ମାୟାବତୀଙ୍କ ଦଳ ଭଳି ଏଆଇଡିଏମକେ ଭଳି ନାଇଁ ନାଇଁ ସେଇଟା ସେମିତି ଭାବରେ ମୁଁ ହଠାତ୍ କହୁନି କହିବାର ଅବସ୍ଥା ଆସିନାହିଁ ଆଜ୍ଞା କାରଣ ଯାହା ହେଲେ ମଧ୍ୟ ଏତେ ବଡ ଦଳ ଏ ପରିବାର ଭୋଟ ପାଇଥିଲେ ଏମାନେ ବର୍ତ୍ତମାନ କ୍ଷମତାରେ ବି ନାହାନ୍ତି ଓଡ଼ିଶାରେ ଆଜ୍ଞା ତେଣୁ ଓଡ଼ିଶାରେ ଗୋଟେ ବିରାଟ ଶକ୍ତି ଥିବା ସଂଗଠନ ଏଇଟା ସିଏ ବିଭାଜିତ ହେବା ଦଳ ଦେଶରେ ପହଞ୍ଚି ନିଶ୍ଚୟ ଆଜ୍ଞା ବିଭାଜନ ହେଲେ ନୂଆ ନେତୃତ୍ୱ ବି ସୃଷ୍ଟି ହେଇପାରେ ଆଜ୍ଞା ବା ନବୀନ ପଟ୍ଟନାୟକଙ୍କୁ ଯଦି ନେତୃତ୍ୱ ବଜାୟ ରଖିବାକୁ ପଡ଼ିବ ତାଙ୍କୁ ମଧ୍ୟ ଗୋଟେ ସ୍ପଷ୍ଟ ଆଭିମୁଖ୍ୟ ନେବାକୁ ପଡ଼ିବ ମୁଁ ଆପଣଙ୍କଠୁ କେବଳ ଏତିକି ଜାଣିବା ପାଇଁ ଚାହିଁବି ଆପଣ ଯେତେବେଳେ ଦଳ ବିଭାଜିତ ହେବାର କଥା କହୁଛନ୍ତି ପ୍ରଫୁଲ୍ଲ ଗଡ଼େଇ ପ୍ରଫୁଲ୍ଲ ସାମଲ ପ୍ରଭାତ ତ୍ରିପାଠୀ ଦେବାଶିଷ ସାମନ୍ତରାୟ ଏମାନେ ବିଜେଡିର ବରିଷ୍ଠ ଯୋଉମାନେ ବିଜୁ ଜନତା ଦଳ ଆରମ୍ଭରୁ ଅଛନ୍ତି ଏମାନେ ଯେତେବେଳେ ମୁହଁ ଖୋଲୁଛନ୍ତି ଯଦି ବିଜୁ ଜନତା ଦଳ ଅଲଗା ହେଇଯାଏ ତ ଆପଣଙ୍କୁ ଲାଗୁଛି ଏଇମାନେ ଆଉ ଗୋଟେ ନୂଆ ଦଳ ରିଫର୍ମ କରିବେ এইମାନେ କଣ ଦଳ ବିଭାଜିତ ହେବା ମାନେ କ'ଣ ଦଳ ବିଭାଜିତ ବର୍ତ୍ତମାନ ଦଳ ବିଭାଜନଟା ନିର୍ଭର କରୁଛି ନବୀନ ପଟ୍ଟନାୟକଙ୍କ ଷ୍ଟାଣ୍ଡ ଉପରେ ନବୀନ ପଟ୍ଟନାୟକ ଏଇ ଯୋଉ ସଙ୍କଟରେ କ'ଣ ଷ୍ଟାଣ୍ଡ ନେଉଛନ୍ତି ନବୀନ ପଟ୍ଟନାୟକ ତାଙ୍କ ଦଳରୁ ଆକ୍ସନ ନେଇ ଯଦି ଯୋଉମାନେ ଏଥିପାଇଁ ଦାୟୀ ସସ୍ମିତ ପାତ୍ର ସମସ୍ତ ଯୋଉମାନେ ଦାୟୀ ତାଙ୍କୁ ଯେ ଦଳରୁ ବହିଷ୍କାର କରିଦେବେ ମୁଁ କହିଲି କାହିଁ ତାରିମାନ ବତର କଥା ମୁଁ ଆପଣଙ୍କୁ କହିଲି ସ୍ୱୀକାର କରିଯିବେ ଯେ ସସ୍ମିତ ପାତ୍ରଙ୍କୁ ବହିଷ୍କାର କଲେ କାରଣ ନେତାମାନେ ପାଣ୍ଡିଆନଙ୍କ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛନ୍ତି ଏକ୍ଜାକ୍ଟଲି ଏବଂ ଏକଥା ମଧ୍ୟ କହିବେ ଯେ ବିକେ ପାଣ୍ଡିଆନଙ୍କର ନବୀନ ନିବାସରେ ଆଉ ସ୍ଥାନ ନାହିଁ ବିକେ ପାଣ୍ଡିଆନ ରାଜନୀତିରୁ କ'ଣ ଯାଇଛନ୍ତି ନବୀନ ନିବାସକୁ ଆଉ ବିକେ ପାଣ୍ଡିଆନ ଆସିପାରିବେନି ଏକଥା ଯଦି ନବୀନ ପଟ୍ଟନାୟକ ଘୋଷଣା କରିଦେବେ ତାହେଲେ ଦଳର ଏଇ ଯୋଉ ସଙ୍କଟ ହେଇଛି ସଙ୍କଟଟା ଅନେକ ପରିମାଣରେ ଚାଲିଯିବ ଆପଣଙ୍କୁ ଲାଗୁଛି ନବୀନ ବାବୁ ଏଭଳି କହିପାରିବେ ନିର୍ବାଚନ ହାରିଲା ପରେ ଆମେ ଏଇ କିଛି ଦିନ ତଳେ ଉଭୟଙ୍କୁ କୋଏମ୍ବାଟୁରରେ ଏବଂ ଭୁବନେଶ୍ୱର ବିମାନ ବନ୍ଦରରେ ଦେଖିଛୁ ଆରେ ଯେତେବେଳେ ଯଦି ନ କରିପାରିବେ ତାହେଲେ ତାଙ୍କୁ ପରିସ୍ଥିତି ହେବ ଯେ ମୁଁ କହିଲି ଦଳ ବିଭାଜନ ହେବ ଯୋଉ ବିଭାଜନ ହେବ ସେଥିରେ ସେଇ ବିଭାଜନରେ ନବୀନ ପଟ୍ଟନାୟକ ଦେଖିବେ ଅତି ଗୋଟେ କ୍ଷୁଦ୍ରତମ ଦଳରେ ଅନଏକ୍ସପେକ୍ଟେଡ ଲିଡର ଭାବରେ ଓଡ଼ିଶାରେ ରହିଯିବେ ମାନେ ଲୋକ ଆଶା କରିନଥିବେ ଯେ ଲୋକର ସ୍ଥିତି ଏହା ହେଇଯିବ ବୋଲି ମୁଁ ଭାବୁଛି ନବୀନ ପଟ୍ଟନାୟକ ପରିସ୍ଥିତିକି ବୁଝୁଥିବେ ଜାଣୁଥିବେ ତାଙ୍କୁ ଗୋଟେ ଷ୍ଟାଣ୍ଡ ନେବାକୁ ପଡ଼ିବ ଆଜ୍ଞା ଯଦି ସେ ବିଜେଡିର ଲୋକମାନଙ୍କୁ ସର୍ବାଧିକ ଲୋକଙ୍କୁ ତାଙ୍କ ସାଙ୍ଗେ ରଖିବାକୁ ଚାହାନ୍ତି ଯାହା ସେତେବେଳେ କହିଥିଲି ପାରିମାନଙ୍କ କ୍ଷେତ୍ରରେ ସେ କଲେ ତାଙ୍କୁ ମଧ୍ୟ ଯଦି ବିଜେଡିର ସମସ୍ତଙ୍କୁ ରଖିବାକୁ ଚାହାନ୍ତି ଏବଂ ଲୋକମାନଙ୍କୁ ରଖିବାକୁ ଚାହାନ୍ତି ବିଜେଡି ସାଙ୍ଗରେ ଯୋଉ ଲୋକମାନେ ଅଛନ୍ତି ତାଙ୍କୁ ବି ସାଙ୍ଗରେ ନେବାକୁ ଚାହାନ୍ତି ତାଙ୍କୁ ତ ଷ୍ଟାଣ୍ଡ ନେବାକୁ ପଡ଼ିବ ନା ଆଜ୍ଞା ସିଏ ଆଉ ତ ରହିପାରିବେନି ବର୍ତ୍ତମାନ ସିଏ ଆଉ ନ୍ୟୁଟ୍ରାଲ ରହିପାରିବେନି ଏଇ ଯୋଉ ସ୍ଥିତି ହେଇଛି ସେ ସ୍ଥିତିଟା ଏପରି ଆଡ଼କୁ ଯାଇଛି ଯଦି ସିଏ ନ୍ୟୁଟ୍ରାଲ ହେଲେ ମଧ୍ୟ ବିଭାଜନ ହବ ନ୍ୟୁଟ୍ରାଲ ହେଲେ ମଧ୍ୟ ନ୍ୟୁଟ୍ରାଲ ରହିପାରିବେ ନାହିଁ ହି ହାଜ୍ ଟୁ ଟେକ୍ ସାଇଡ୍ ସେ ସାଇଡ୍ ନେବାକୁ ହିଁ ତାଙ୍କୁ ପଡ଼ିବ ଇଏ ଗୋଟିଏ ଭଲ ମୌକା ସୃଷ୍ଟି ହେଲା କି ପାଣ୍ଡିଆନଙ୍କ ବିରୋଧରେ ଯେତେବେଳେ ନେତାଙ୍କର ମତ ଭିତିରି ଥିଲା ଇଏ ଗୋଟିଏ ଭଲ ସୁଯୋଗ ଦେଲା ମୁଁ ଭାବୁଛି ଖାଲି ସୁଯୋଗ ମୁଁ କହିବିନି ଏଇଟା ଭଲ କଥା ହେଲା ବିଜେଡି ବିରୋଧୀ ପକ୍ଷକୁ ଆସିଛି ବିରୋଧୀ ରାଜନୀତି କରିବାକୁ ହବ କେମିତି ଏଗୁଡ଼ା ଶୁଭ ସଂକେତ ଓଡ଼ିଶାରେ ବିରୋଧୀ ରାଜନୀତିକୁ ଶକ୍ତିଶାଳୀ କରିବା ପାଇଁ ଇଏ ବିଜେଡିରେ ଯାହା ହେଉଛି ସେଇଟା ଗୋଟେ ଶୁଭ ସଂକେତ ବୋଲି ଭାବିବି ଆପଣ କଂଗ୍ରେସ ଥାଇପାରେ ତାର ଥାଇପାରେ କଂଗ୍ରେସକୁ ଏବେ ମଧ୍ୟ କଂଗ୍ରେସ ଜାଣିଛନ୍ତି ଆପଣ ବିକଳ୍ପ ଭାବରେ ଥିଲେ ମଧ୍ୟ କଂଗ୍ରେସର ଶକ୍ତି ଏବେ ମଧ୍ୟ ବହୁତ କମ୍ ଅଛି ଏତେ କମ୍ ଯେ କହିବା ନାହିଁ ତାଙ୍କ ଯେତେ ଶକ୍ତି ବଲେ ମଧ୍ୟ କିନ୍ତୁ ଅସଲ କଥା ଓଡ଼ିଶାରେ ଓଡ଼ିଶାକୁ ନେଇ ଓଡ଼ିଆ ଲୋକମାନଙ୍କର ଭାବାବେଗକୁ ନେଇକି ରାଜନୀତି କରିପାରିବ କିଏ ନା ବିଜୁ ଜନତା ଦଳ କରିପାରିବ ଯଦିଓ ଓଡ଼ିଆ ଅଶ୍ୱିନା ବସୁନା ହାରିଗଲେ କିନ୍ତୁ ଯେହେତୁ ଗୋଟେ ଆଞ୍ଚଳିକ ଦଳ ବିଜୁ ପଟ୍ଟନାୟକଙ୍କ ନାଁରେ ଅଛି କାରଣ ବିଜୁ ପଟ୍ଟନାୟକ କହିଲେ ଗୋଟେ ନିର୍ଦ୍ଦିଷ୍ଟ କଥାକୁ ଲୋକ ବୁଝୁଛନ୍ତି ଏବଂ ସେଥିରେ ଓଡ଼ିଶାରେ ଯଦି ଏଇ ଦଳକୁ ଗୋଟାଏ ବିରୋଧୀ ରାଜନୀତିର ଭୂମିକା ନେବାକୁ ପଡ଼ିବ
ତାହେଲେ ନବୀନ ପଟ୍ଟନାୟକ ଗୋଟେ ଷ୍ଟାଣ୍ଡ ନେବାକୁ ପଡ଼ିବ। ଯଦି ନବୀନ ପଟ୍ଟନାୟକ ନାଇଁ ମୁଁ ରାଜନୀତି ଛାଡ଼ିଦେବି, ମୁଁ ରାଜନୀତି ଛାଡ଼ିଦେଇ ପାରୁନି, ସେ ତା ବି କହିହେବନି। ତେଣୁ ସେ କ୍ଷେତ୍ରରେ ପରିସ୍ଥିତି ଭିନ୍ନ ହେଇପାରେ। କିନ୍ତୁ ନବୀନ ପଟ୍ଟନାୟକ ଯଦି ରାଜନୀତି କରିବେ ତାଙ୍କୁ ଷ୍ଟାଣ୍ଡ ନେବାକୁ ପଡ଼ିବ, ଏବଂ ଏଇ ଷ୍ଟାଣ୍ଡ ଯଦି ସେ ନ ନେବେ ତାହେଲେ ମଧ୍ୟ ବି ଦଳର ବିଭାଜନ ଆହୁରି ସଙ୍କଟ ଘନୀଭୂତ ହବ। ଧନ୍ୟବାଦ ସାର୍, ଆପଣ ରହିଲେ ଏବଂ ଏ ବିଷୟରେ ଆଲୋଚନା